Welcome to my English class. The topic The King Who Loves Stories. Session 1, paragraph 3rd. He promised, look at the paragraph 3rd. He promised to give half of his kingdom if one told him an endless story. Hundreds of storytellers came, but everyone's tale had an end. Then he promised to give the whole of his kingdom and his beautiful daughter if someone told him an endless story, but on one condition. If one failed, his head would be cut off. Being afraid of death, no one came for a long time, but finally came a brave and handsome young man. He started. ରଜା ଯଦି ଜଣେ ତାଙ୍କୁ ଅସରନ୍ତି ଗପ କହିବା ତ ରାଜ୍ୟର ଅଧା ଦେବା ବୋଲିକିରି ସେ ପ୍ରତିଜ୍ଞା କଲା। ହି ପ୍ରମିସ୍ ମାନେ ପ୍ରତିଜ୍ଞା କର୍ବାଟା। ଟୁ ଗିଭ୍ ଅଫ୍ ହିଜ୍ କିଙ୍ଗଡମ୍ ମାନେ ତାର ରାଜ୍ୟର ଅଧା। ଯେନ୍ ଗପର ତମାନେ ଶେଷ ନାଇଥିବା ହେନ୍ତା ଗପ ସେ କହିବ। 100 of storytellers came. ଶହ ଶହ ଗଳ୍ପ କହିବାର ଲୋକ ଆସିଲେ। But everyone's tale had an end. ମାତ୍ର ସବୁ ଲୋକଙ୍କର ଗପ ଶେଷ ଥିଲା, ଗପର ଶେଷ ଥିଲା। Then he promised to give the whole of his kingdom and his beautiful daughter if someone told him an endless story. ତାପରେ ଶେଷରେ ରାଜା ପ୍ରତିଜ୍ଞା କଲେ ଯେ ଯଦି ଜଣେ ତାକେ ଗୋଟେ ମାନେ ଏଣ୍ଡଲେସ୍ ଷ୍ଟୋରି ଯେନ୍ ଗପର ଶେଷ ନେଇଥିବା ହେନ୍ତା ଗପ କହିବା ବେଲେ ସେ ତାଙ୍କର ନିଜର ସମ୍ପୂର୍ଣ୍ଣ ରାଜ୍ୟ ଆଉ ତାଙ୍କର ସୁନ୍ଦରୀ କନ୍ୟାକେ ସେ ଦେବେ। କିନ୍ତୁ ଗୋଟେ କାଣ ଥିଲା ବଟ୍ ଅନ୍ ୱାନ୍ କଣ୍ଡିସନ୍, କିନ୍ତୁ ଗୋଟେ ସର୍ଟ ଥିଲା। ଇଫ୍ ୱାନ୍ ଫେଲ୍ଡ, ଯଦି ଜଣେ କହିବା ଲାଗି ବିଫଳ ହେଇଯିବ, ହିଜ୍ ହେଡ୍ ଉଡ୍ ବି କଟ୍ ଅଫ୍, ତାର ମୁଣ୍ଡ କାଟ କରାଯିବ। ବିଗ୍ ଏଫ୍ରେଡ୍ ଅଫ୍ ଡେଥ୍, ମୃତ୍ୟୁର ଭୟରେ ନୋ ୱାନ୍ କ୍ୟାମ୍ ଫର୍ ଏ ଲଙ୍ଗ୍ ଟାଇମ୍, ମାନେ ଅନେକ ଟାଇମ୍ ଧରିକିରି କେହି ନାଇଁ ଆସିଲେ। ବଟ୍ ଫାଇନାଲି, କିନ୍ତୁ ସଭା ଶେଷରେ କ୍ୟାମ୍ ଏ ବ୍ରେଭ୍ ଆଣ୍ଡ ହ୍ୟାଣ୍ଡସମ୍ ୟଙ୍ଗ ମ୍ୟାନ୍, ଜଣେ ସୁନ୍ଦର ଓ ସାହସୀ ଯୁବକ ଆସିଲେ। ହି ଷ୍ଟାର୍ଟେଡ୍, ଆଉ ସେ ଆରମ୍ଭ କଲେ। Once there was a great famine. 100,000 of lobsters searched for food. Once there was a great famine. 100,000 of lobsters searched for food. They looked for food everywhere. Finally, they found a king's barn full of grain. But there was only one small hole, large enough for only one lobster to get in. One got in, brought a grain and came out. Next another, next another, next another. The king was tired of listening to the story, and he knew the story would never come to an end. He therefore asked the brave young man to stop the story and gave him his kingdom and his daughter in marriage. From that day, he was cured of his disease of listening to stories. He realized the truth once for all. If a story has no end, it stops to be a story.
ମାନେ ଥରେ କାଣା ହେଲା, ଗୋଟେ ଦୁର୍ଭିକ୍ଷ ପଡ଼ିଲା। ତ ଲକ୍ଷ ଲୋକ, 100,000 ଲକ୍ଷ ଲକ୍ଷ ପଙ୍ଗପାଳ ମାନେ ଗାଙ୍ଗବଳିଆ ଖାଦ୍ୟ ଖୋଜି ବୁଲୁଥିଲେ। ସାର୍ଚ୍ଚ ଫର୍ ଫୁଡ୍, ଦେ ଲୁକ୍ ଫର୍ ଫୁଡ୍ ଏଭ୍ରିୱେୟାର। ସେମାନେ ସବୁଆଡ଼େ ଖାଦ୍ୟର ସନ୍ଧାନ କରୁଥିଲେ। ଫାଇନାଲି ସବା ଶେଷରେ ଦେ ଫାଉଣ୍ଡ ଏ କିଙ୍ଗ's barn, ଏ ବାର୍ନ ଫୁଲ୍ ଅଫ୍ ଗ୍ରେନ୍। ସେମାନେ ତାଙ୍କ ରାଜାଙ୍କର ଗୋଟେ ଶସ୍ୟପୂର୍ଣ୍ଣ ଶସ୍ୟାଗାର ଦେଖିଲେ। ବଟ୍ ଦେୟାର ୱାଜ୍ ଓନ୍ଲି ୱାନ୍ ସ୍ମଲ୍ ହୋଲ୍। କିନ୍ତୁ ସେମାନେ କେବଳ ଗୋଟେ ଛୋଟ କୋଣାଟେ ଥିଲା। ଲାର୍ଜ ଏନାଫ୍ ଫର୍ ଓନ୍ଲି ୱାନ୍ ଲକ୍ସ ଟୁ ଗେଟ୍ ଇନ୍। ବୋଲେ ଗୋଟେ ପଙ୍ଗପାଳ ଭିତରକୁ ଯିବାର ଲାଗି ଯଥେଷ୍ଟ ଥିଲା। ଗୋଟେ ଭିତରକୁ ଗଲା, ଗୋଟେ ଶସ୍ୟଦାନା ଆଣିଲା ଓ ବାହାରକୁ ଆସିଲା। ତାପରେ ଆଉ ଜଣେ, ତାପରେ ଆଉ ଜଣେ, ତାପରେ ଆଉ ଜଣେ। ତ ଦ କିଙ୍ଗ ୱାଜ୍ ଟାୟାର୍ଡ ଅଫ୍ ଲିସନିଂ ଦ ଷ୍ଟୋରି। ରାଜା ଗପ ଶୁଣି ଶୁଣିକରି କ୍ଳାନ୍ତ ହେଇଗଲେ, ବିରକ୍ତ ହେଇଗଲେ। ଆଉ ସେ ଜାଣିଥିଲେ ଯେ ଏ ଗପ କେବେ ବି ଶେଷ ନାଇଁ ହୁଏ। ତେଣୁ ସେ ସାହସୀ ଯୁବକকে ଗପ ବନ୍ଦ କରିବା ଲାଗି କହିଲେ ଏବଂ ତାଙ୍କେ ନିଜ ରାଜ୍ୟ ଦେଲେ ଆଉ ନିଜର ଝିଅ ସାଙ୍ଗେ ବିହା କଲେ। ସେ ଦିନଠାରୁ ସେ ଗପ ଶୁଣିବାର ବ୍ୟାଧିରୁ କାଣା ହେଲା, ଆରୋଗ୍ୟ ଲାଭ କଲେ ଆଉ ସବୁଦିନ ଲାଗି ସତ୍ୟର ହୃଦୟଙ୍ଗମ କଲେ। ଯଦି ଏ ଗପର ସମାପ୍ତି ନାଇଁ ଥିତା ବୋଲେ ଇଟା ଆଉ ଗୋଟେ ଗପ ହେଇକରି ନ ରହିଥିତା। ଇଫ୍ ଏ ଷ୍ଟୋରି ହାଜ୍ नो ଏଣ୍ଡ ଇଟ୍ ଷ୍ଟପ୍ ଟୁ ବି ଏ ଷ୍ଟୋରି। ପିଲାମାନେ, ତାପରେ ତୁମେ ସେସନ୍ 2ର ବହି ଦେଖିକିରି ଘରେ ପ୍ରଶ୍ନ ଉତ୍ତର କରବ। ଆନ୍ସର୍ ଦ ଫଲୋଇଂ କ୍ୱେଶ୍ଚନ୍ ନମ୍ବର 1, 2, 3, 4। ତାପରେ ତାର B ନମ୍ବର କରବ, ସେସନ୍ 3ର କ୍ୱେଶ୍ଚନ୍ କରବ ହେଲା। ଥ୍ୟାଙ୍କ ୟୁ ଅଲ୍।